ନବଗ୍ରହଙ୍କର ଜନ୍ମ। ଏଥୁ ଅନନ୍ତରେ ଯେ ପରୀକ୍ଷ ପଚାରିଲେ, ଭୂମନି କହ ଯେ ମତେ ହରି କଥା ଭଲେ। ଦେବକୀ ବିଭା ଶୁଣିଣ କଂସ ଯେ ଅଇଲା, ଜଗତିରେ ବସି ସେହୁ କେଉଁ କୃତ୍ୟ କଲା। ଉଗ୍ରସେନ ଡରୁଥିଲା ମନେ ଚିନ୍ତା ପାଇ, କଂସ କି ବୋଇଲା ତାକୁ କହ ତପି ସାଇ। ବୋଲନ୍ତି ସେ ଶୁକମୁନି ପରୀକ୍ଷିତ ରାୟ, ହରି କଥା ଶୁଣି ତୋର ପାପ ହେବ କ୍ଷୟ। ସିଂହାସନେ ବସିଣ ଯେ କଂସ ନୃପବର, ବୀରସେନ ବୋଲି ଡାକ ପିଅର କୁମର। ଆଜ୍ଞା ପ୍ରମାଣେ ଚଳିଲା ଦୂତ ବୀରସେନ, ଉଗ୍ରସେନ ନିକଟରେ ପ୍ରବେଶିଲା ପୁଣ। ତୁମ୍ଭକୁ ଯେ ଡାକୁଛନ୍ତି କଂସ ନୃପବର, ଏହି କ୍ଷଣି ଚଳ ତୁମ୍ଭେ ରାଜାଙ୍କ ଛାମୁର। ଶୁଣିକରି ଉଗ୍ରସେନ ମନେ ବିଚାରଇ, ନପୁଣ ଦୃଷ୍ଟ ତନୟ ମତେ ହୋ ମାରଇ। ଭୌମନି କୃଷ୍ଣ ତୋ ପାଦ ପଦ୍ମେ ପଶିଲି ଶରଣ, କଂସର ସଙ୍କଟୁ ମତେ ରଖ ନାରାୟଣ। ତୁଇ ନ ରଖିଲେ ଆଉ ରକ୍ଷକ କେ ନାହିଁ, ମହାସଙ୍କଟ ପରିଲେ ରଖ ଭାବଗ୍ରାହୀ। ଏହା ବୋଲି ଉଗ୍ରସେନ ହରି ନାମ ସ୍ମରି, ମହାସଙ୍କଟ ଭୟରୁ ପାରି କଲ ବୋଲି। ଏତେ ବୋଲି ହରି ନାମ ଧରିବ ଧରିଣ ବାହାର, ହରି ହରି ବୋଲି ମିଳେ କଂସର ଛାମୁର। ବୀରସେନ ଜଣାଇଲେ ଶୁଣ ଚକ୍ରବର୍ତ୍ତୀ, ଆଜ୍ଞା ପ୍ରମାଣେ ଅଇଲା ଉଗ୍ରସେନ କତି। ଲକ୍ଷ ରାଜାର ମଉଡ଼ ମଣି କଂସ ବୀର, ଦେଖିକରି ପିତାଙ୍କୁ ଯେ ବୋଲଇ ଉତ୍ତର। ତୁ ଯେବେ ପିତା ନ ହୋଇଥାନ୍ତୁ ଆର, ମୁଣ୍ଡ ତୋହର କାଟନ୍ତି ଏହି ହସ୍ତେ ମୋର। ଏଡେ କୃତ୍ୟ କିମ୍ପା କଲୁ ଆହେ ଉଗ୍ରସେନ, ଭଗିନୀ କି ବିଭା ଦେଲୁ କେବଳ କାରଣ। ହୀନିମାନ କଲୁ ମତେ କିମ୍ପା ତାହା କହ, ଦେବକୀ କାହାକୁ ଦେଲୁ ମତେ ତ ଜଣାଅ। ଏଡେ କର୍ମ କଲୁ କିମ୍ପା ନ ବିଚାରି, ମୋହର ପ୍ରତିଜ୍ଞା କି ନ ଜାଣୁ ଦଣ୍ଡଧାରୀ। ମୁହିଁ ନ ଜାଣି ନ ଦେଲି ଭଗିନୀ କୁ ବାହା, ଆହା ଉଗ୍ରସେନ କିମ୍ପା କଲୁ ଏହା ହିଆ। ବେଳେ ବେଳେ କୋପ କରି ପଚାରିଲେ ଦେବଙ୍କୁ, ଆହେ ଦେବତାଏ କିମ୍ପା ନ ପଚାର ତାଙ୍କୁ। ଭୟ ପାଇ ଦେବତାଏ ମୃତ ପ୍ରାୟ ହୋଇ, ପୁଣି ହିଁ ପୁଛିବା ପାଇଁ ଅକ୍ରୂର ବୋଲଇ। ଉଗ୍ରସେନକୁ ପଚାର ଆହେ ମନ୍ତ୍ରୀ ବର, ଏଡେ ଲଜ୍ଜା ଦେଇ ମତେ ସମସ୍ତଙ୍କ ଠାର। ପିତାପଣ ଏହାର ମୁଁ ରଖି କରିବଇଁ ଦୂର, ବହୁତ ଅପରାଧ କରି ଅଛି ମୋ ଛାମୁର। ବାସୁଦେବ ବୋଲି ସେହୁ ଅଟେ ଯେ କେଉଁ ଜନ, ଯାଦବ କୁଳରେ ଅଟେ ଅତି ହୀନ ଦିନ। ଜନ୍ମରୁ ଦରିଦ୍ର ସେହି ଅଟେ ହୀନ ଜାତି, ଆଜି ଯାଏ ଧରି ଆଣ ତାହାକୁ ତଡ଼ତି। ଖଣ୍ଡ ଖଣ୍ଡ କରି ମାଂସ ପକାଇବି ହାଣି, ଦେହ ଦ୍ୱାରା ମୁଣ୍ଡ ଗୋଟି ନଥିବ ଧରଣୀ। 3 ଜଣଙ୍କୁ ଅଗ୍ନିରେ ଦେବି ଏହି କ୍ଷଣି, ଲକ୍ଷେ ରାଜା ଉପର ମୁଁ ଅଟେ ମଉଡ଼ମଣି। ମୁହିଁ ଥାଇ ବିଭା ଦିଅନ୍ତି ଭଗ୍ନୀ କି ମୋହର, ପବିତ୍ର ରାଜା ଗୋଟିଏ ଖୋଜି ଆଣ ବର। ଆଣରେ ବସୁଦେବଙ୍କୁ ମୋହର ଛାମୁରେ, ମାରି ପକାଇବି କଥା ନଥିବ ମହିରେ। ନ ଜାଣି ଉଗ୍ରସେନ ବୋଲିବ ଆବର, ସେ କିମ୍ପାଇଁ ବିଭା ହେଲା ଭଗ୍ନୀକୁ ମୋହର। ଭଗ୍ନୀ ଆଦି ଧରି ଆଣ ଯାଇ ଅତି ବେଗେ, ତିଳେ ମାତ୍ର ବିଳମ୍ବ ନ କର ଯାଅ ସର୍ବେ। ବାଳ କାଟିବା ଉଠିଲେ ଆଜ୍ଞା ପ୍ରମାଣେ, ଭୟେ ଉଗ୍ରସେନ ରାଜା ବିଚାରଇ ମନେ। ଶ୍ରୀକୃଷ୍ଣଙ୍କର ନାମ ସେହୁ କରଇ ସ୍ମରଣ, ବୋଇଲେ ଭୂକୃଷ୍ଣ ମୋତେ କର ପରିତ୍ରାଣ। ଆହେ ପରୀକ୍ଷିତ ରାଜା କୃଷ୍ଣଗତ ପ୍ରାଣୀ, ତାହାକୁ ବିପଦ ଦେବେ ନ ହୁଅଇ ପୁଣି। ଏହା ହରିଙ୍କ ଯେ ସ୍ମରେ ବୀର ଉଗ୍ରସେନ, ଉଗ୍ରସେନ ପ୍ରତି ଦୟା କଲେ ଭଗବାନ। ଏମନ୍ତ କାଳ ବିକାଳ ଉଠିଲେ ତୁରିତ, ଅକ୍ରୂର ବୋଇଲେ ରାଜା ଶୁଣ ମୋ ସିଦ୍ଧାନ୍ତ। ଅକାରଣେ କୋପ ତୁ ନ କର ବୀର ବର, ବସୁଦେବଙ୍କୁ ନ ମାର ଦୋଷ ନାହିଁ ତାର। ନ ଜାଣି ବିବାହ ଯେବେ ଦେଲେ ଉଗ୍ରସେନ, ତୋତେ ନ କହି ଦୁହିତା କଲା କ ପ୍ରଦାନ। ଭୂକଂସରାୟ ତୁମ୍ଭେ ଯେ କଥା ଏକ କର, ବସୁଦେବକୁ ତୁମ୍ଭ ଆଉ ଥରେ ବର। ଏହି ବିବାହ ଏଥିରେ ଯେ କିଛି ହିଁ ନୋହିଲା, ତୁମ୍ଭଙ୍କୁ ହିଁ କଥା ରହୁ ଅକ୍ରୂର ବୋହିଲା। ଦେବତାଙ୍କୁ ଚାହିଁ କରି ବୋଲେ କଂସ ବୀର,
एकथा गोटाए टिकी तुम्भर विचार देवे बोइले कथा पूर्वे अछि कंस मंगलर बेल आउ नकर विरस बहुत वचन जहु कंस ही शुणिला हरस होइण सेउ सन्मति होइला प्रसन्न होइण बोले कंस वीर बर आणी वसुदेव बेगे बरण हो करम इंद्रर आज्ञा पाइण देश न मातल सेहि मति होइण जे उग्रसेन चली प्रवेश होइले जाई आपणा मंदिर सकल कहिला दुख इंदुमती ठार आगु इंदुमती धर्म रखिला मो प्राण अनेक कूप जे कला मते कंस राण देवकर वचन जे प्रबोध होइला आउ थेरे देव एहा बर जे बोइला बेगरे वसुदेवଙ୍କୁ हकारे राजन देवकी को घेनिण से करई गमन प्रवेश कला से आसी कंस राजा पास वसुदेवଙ୍କୁ देखिण हर्षवीर कंस कंस आज्ञा देले बेगे कर हो बरण माया मंडपर चिला अति खरे पुण विवाह कराइबाकु बड़ हर्ष हेला देवता मानंकु गुआ देइन बरिला आह देव भग्नि मोर हेउअछि विभा शशि रोहिणी जे सने पाउथांती शोभा विवाहर विधि मते जे सन बेभार गार्गवंकु आराधना कले नृपवर एथु अनंतरे देववर विभा सारी अनेक यौतुक मान देला दंडधारी अनेक आनंद होई कंस नृपराण यौतुक दियंतेण हर्ष देवगण कंस बोले देवतांकु आकट उत्तर तुम्बे गोड़ाई थाओ पत्थर पाख रथर पाखर भग्नि भिणईंकु मोर रथरे बसाओ मथुरा कटके रंग खेला भरणीय कंसर वचन देवे होइले हरस आजि ठारू पाओ आंभे होइला जे पाप आंभ होइला जे ध्वंस एबे आंभर पुण्य होइला प्रकाश विष्णु को जननी पासे थिबेटी अवश्य एते बोली करी बहु आनंद होइला रथ तले थिबु बोली ब्रह्मा को कहिला एहा सुनी परीक्ष सुकंकु पूछिला भूमुनि मते अत्यंत संदेह लागिला आन बेले कंस कथा सुनी देवगण अनेक चिंता जे पाउथिले हृदयरेण एबे देवकी रथरे थिबु मने कला मुक्ति होइबु बोली कि पाई कहिला सुकमुनि बोइले जे परीक्ष छामुर ब्रह्मा जानिले ताहाकु महाजोग बळे बोइले देवकी गर्भ कृष्ण हेब जन्म एहा कुहि सेबरे पाइबु पुण्यवान देवता बोइले आंभे देवकी से बीबा अनेक कालर पाप मान छड़ाइबा विष्णु रे मतामत एहा निश्चय जान तेणु करी संतुष्ट जे हेले देवगण परीक्ष शुणिन सुक मुनि उत्तर पवित्र होइली बोली बोली नृपवर पुणी केमंत जे कले सही देवगण एथिर चरित मते कह तपोदन पुणी ही केमंते कला कंस नृपराण विशेष भावरे कह सही कथावान एथि अनंतरे कहती शुण सुमुनिवर शुणहु परीक्ष राजा कृष्ण कथा सार जहु सेहि कंस राजा भग्नि विभा देला विमाने बसाई बर कन्या घेनी गला जय शंख शबद जे शुभई त्रिपुर रथर उपरे बसी छंती कन्या वर देवता माने समस्ते सेना होइछंती आपणे रथ कुवाहे कंस महामती आपणे रथ बाचिण कंस नृपवर बोलई त्रैलोक्य रे अछि के बलियार नृपति मानकर जे मु मौड़मणि मोहर दाबी भगारी केही नाही पुणी शत्रु होई मोहर के नाही रवि तले एथे बोली रथ को जे बहु अछि बळे मिलिले नारद मुनि एही काले आसी
देखिण कंस नृपति हेला बड़ खुशी मुनिंक पୟରେ राजा कला प्रणिपात विनय बहुत रूप कहे नरनाथ नारद बोइले तुरे एमंत अज्ञान देखु देखु अंध हेलु आरे नृपराण ଯାହାକୁ ତୁ ବିଭା ଦେଲୁ ସତ ହୋଇଣ ତାର ପୁତ୍ର ହସ୍ତେ ତୁହି ହୋଇବୁ ନିଧନ ଯେ ବଣ ଭଗ୍ନିର ତୁ ବାହୁ ଅଛୁ ରଥ ତାର ପୁତ୍ର ହେତୁ ତୋର ମରଣ ନିଶ୍ଚିନ୍ତ ଯେ ବଣ ପୁତ୍ର ଜନ୍ମିବ ଦେବକୀର ତହିଁ ତାର ହସ୍ତେ ନାଶ ଯିବୁ ନିଶ୍ଚୟ ରାଜା ତୁହି ଏହା ନ ଜାଣିଣ ରଥ ବାହୁ ଅଛୁ ତାର ଏ ଭଗ୍ନିର ହେତୁ ମୃତ୍ୟୁ ହୋଇବ ତୋହର ନାରଦ ବଚନ ଶୁଣି ଯହୁଁ ଏମନ୍ତ ଶୁଣିଲା ସେହିଟାରେ କଂସ ରାଜା ରଥ ରଖାଇଲା ବୋଇଲା ଭଗ୍ନିରେ ହେତୁ ହୋଇବ ମରଣ ଏହାକୁ ମାରିଣ ନାଶ ମୁହିଁ ଏଇ କ୍ଷଣ ବୃକ୍ଷ ମୂଳରୁ କାଟିଲେ ଫଳ କିସ ଭୟ ଏତେ ବୋଲି ବଡ଼ କୋପ କଲା କଂସରାୟ ହାଣିବାକୁ ଦେବକୀକୁ ଖଡ଼ଗ ଧରନ୍ତେ ସ୍ତୁତି ଆରମ୍ଭିଲେ ଦେବ एकथा देखन्ते श्रीकृष्ण नाम स्मरन्ते देवकी रखिले आज आहो राजा बोली अक्रूर बोइले मोहदरे बद्धन कले हो कंसराण जन्म होइले पुत्र नासिबु तु पुण मोहदरे मारिबारु नुहइबे भार स्त्री हत्या कले पाप होइब अपार ଏହା ବୋଲିଣ ଅକ୍रूର କଂସକୁ କହିଲେ ଶୁଣି କରି କଂସ ବଡ଼ ହରସ ହୋଇଲେ ଭଗିନୀକୁ ରାଇ କଂସ ବୋଲଇ ବଚନ ଆଲୋ ତୋର ପୁତ୍ର ମତେ କରିବ ନିଧନ ନିଶ୍ଚିନ୍ତ ମୁଣ୍ଡ ଗୋଟିକ କାଟନ୍ତି ତୋହର ମନ୍ତ୍ରୀର ବଚନେ ମୁହିଁ ଛାଡ଼ିଲି ନିଜର ପ୍ରସବ କରି ତୁ ପୁତ୍ର ଦେଉଥିବୁ ମତେ ଦେବକୀ ବୋଲଇ ଭାଇ ଦେବି ମୁହିଁ ତୋତେ କଂସ ବୋଲେ ତୋତେ ମୋର ବିଶ୍ୱାସ ନାହିଁ ବନ୍ଦୀ ଘରେ ଥିବୁ ତୁହି ମନହର୍ଷ ହୋଇ ବୀରସେନ କୁରାଇଣ ବୋଲେ କଂସ ବୋର ବନ୍ଦୀ ଘରେ ଭିଆଣ ତୁ କର ଧାତିକାର 32 ଦ୍ୱାର ହୋଇବ ଗୃହେ ଯିବା ପାଇଁ 36 ବଖଣା ରହିବ ତଳେ ତାର ହୋଇ ଏହା ଦ୍ୱାରେ ଥିବ ଶତ ଦ୍ୱାରୀ ରହି ଜଗି ବସିଥିବେ ତହିଁ ଅସ୍ତ୍ରବନ୍ତ ହୋଇ ରଥ ଗଜ ପଦାତିକ ବାଦ୍ୟ ଘୋର ଧ୍ୱନି ଚାରିପାରୁ ସେ ବେଢ଼ିଣ करे अस्त्र घेनी जरासंध तुही थिबु प्रथम द्वारे 23 क्षौणी बल थिबटी संगरे सहस्रार्जन को बोले तु थिबु आर द्वारे 500 सैन्य थिबे तोर ठारे राजा को सबु पेशिला 32 दुआरे सावधाने बसी थिबो जगी सेही द्वारे जाहार द्वार रे देव पड़िबटी जान काल विकल ताहार निश्चिता मरण अति सावधाने जगी थिबो जेझा द्वार कर्कश नयने बोले कंसासुर वीर राजा गण भयर जे सनमत कले जे जाहार द्वार जाई जगिन रहिले उग्रसेन राजा कंस बोलंती वचन आज हूँ नगर रे तोते होइला मरण पिता नही थिले शिर छेदंती तोहर जेणु न आशुणु भग्नि विभा देलु मोर निबंध करी नगर जगिबु मोहर जेउठारे दृश्य जहा कहिबु छामोर नहिले तोहर शिर करिबि छेदन एमंत कर्कश वाक्य बोलई राजन भीत होई उग्रसेन वचन कहई तोहर आज्ञारे थिबि बसीभूत होई दंडु आसी पणे उग्रसेन साड़ी देला कंसर छामुरे से शिरे बांधिला शिरे साड़ी बांधिला को जहु नृपवर निशरे हाथ देईन
ହୋଇଲା ବାହାର। 56 କୋଟି ଯାଦବ ସଙ୍ଗରେ ଅଛନ୍ତି, ପଟୁଆର ହୋଇ ତାର ସଙ୍ଗରେ ଗୋଡ଼ାନ୍ତି। ଲାଗିଲା ଦେବଲୋକର ଅତିଶୟ ଭୟ, ରାଜାମାନ ଖଟିଛନ୍ତି କଂସ ଦୁଇ ପାୟ। ମହାତେଜରେ ବୋଲଇ ଦ୍ରୁମିଲାର ସୁତ, ବନ୍ଦିଶାଳାକୁ ଦୁହିଁଙ୍କୁ ନିଅ ହୋତରିତ। ରାଜାର ବଚନେ ଉଠି କାଳ ଯେ ବିକାଳ, ଉଠକୁ ଦେବକୀ ବୋଲି ଧରି କର ତାଳ। ଅକ୍ରୂର ବୋଇଲା ଏହି ଅଜ୍ଞାତେ ହୋଇଲା, ଆଜହୁଁ ବନ୍ଦୀ ଘରକୁ ନିଅ ହେ ବୋଇଲା। ଯେତେବେଳେ ଗର୍ଭବତୀ ହୋଇବ ତରୁଣୀ, ସେହି କାଳ କଥା ଜାଣିଥାଅ ନୃପମଣି। ସମ୍ପ୍ରତି ଯେ ଦୁହେଁ ଥାନ୍ତୁ ତାହାଙ୍କ ମନ୍ଦିରେ, ଶୁଣି କରି କଂସ ନୃପେ ବୋଲେ ଧାତିକାରେ। ଆହେ ବାସୁଦେବ ତୁହି ଶୁଣ ଭଗ୍ନୀ ବେନି, ଗୃହେ ବାସ କରୁଥିବୁ ମୋ ଆଜ୍ଞାରେ ପୁଣି। ଡଗରକୁ ରାଇ କରି ବୋଲେ ବୀର କଂସ, ବାସୁଦେବର ବ୍ୟବହାର ଜାଣିବି ଅବଶ୍ୟ। ଦେବକୀର ଗର୍ଭବାସ ଛାମୁରେ କହିବ, ଯେବେ ତୁମ୍ଭେ ନ କହିବ ତେବେ ନାଶ ଯିବ। ଏହିପରି ଆଜ୍ଞା ଦେଲା କଂସ ମହାବୀର, ବୋଇଲେ ଆହୁତି ଶତ୍ରୁ ଜନ୍ମିବେ ମୋହର। କେଶୀ ଦୈତ୍ୟକୁ ଚାହିଁ ବୋଲେ ବୀରମଣି, ତାଳ ବନେ ଥିବୁ ତୁହି ଦିବସ ରଜନୀ। ଯେ ମୋହର ଶତ୍ରୁର ପଣେ କରେ ଆଗମନ, ପତହୁଁ ନିବାରିବୁ ଯେ ବୋଲଇ ରାଜନ। ସକଳ ଦେବଙ୍କୁ ଏକଠାବେ ରଖାଇଲା, ଏହିପରି କଂସ ରାଜା ନିଶ୍ଚିନ୍ତ ହୋଇଲା। ଦେବୀ ଭୃତ୍ୟ ପଣେ ଥାନ୍ତି ଜଗତି ତଳର, କେତେବେଳ ବସି ବୋଲି ନ ବୋଲଇ ବୀର। ରାଜା ଏ ଭୟେ କିଙ୍କଣ ପରାୟକ ହୋଇ, ଅକ୍ରୂର ସୁମନ୍ତ୍ର ଏହା ନିକଟରେ ଥାଇ। କାଳ ଗଣ ମାନେ ଥାନ୍ତି ପଛେ ପଟୁଆର, ଯାହାକୁ ଆଣ ବୋଲଇ ଆଣନ୍ତି ତତ୍ପର। ଏହିପରି ହୋଇଥାନ୍ତି ନଥାଏଟି ପ୍ରାଣ, ହତଜ୍ଞାନ ହୋଇଥାନ୍ତି ସବୁ ନୃପରାଣ। ପ୍ରତିଜ୍ଞାବନ୍ତ ଅଟଇ ରାଜା କଂସାସୁର, ଯମ ଦେବତା ପ୍ରାୟକ ବୋଲେ ନୃପବର। ପଦାଘାତୀ ମେଦିନୀ ଯେ ସହି ନ ପାରଇ, ମୁଖ ଝର ଝର ହୋଇ ରଧିର ବହଇ। 33 କୋଟି ଦେବତା ବ୍ରହ୍ମାଙ୍କୁ ଘେନିଣ, ଆତଙ୍କରେ ଡାକ ଦେଲେ ରଖ ନାରାୟଣ। ଏହା ଶୁଣି ପରୀକ୍ଷିତ ଶୁକଙ୍କୁ କହିଲେ, ନବଗ୍ରହ ମାନେ କେହ୍ନେ ଜନମ ହୋଇଲେ। ଶୁକ ମୁନି କହୁଛନ୍ତି ଶୁଣ ସେ ଆଖ୍ୟାନ, ଏକ ମନ ଶୁଣ ତୁହି ପରୀକ୍ଷ ରାଜନ। ବିଷ୍ଣୁଙ୍କର କପାଳରେ ମଣି ଏକ ଥିଲା, ସେହି ମଣିରୁ ଆଦିତ୍ୟ ଜନମ ହୋଇଲା। ବ୍ରହ୍ମାଙ୍କ ବୀର୍ଯ୍ୟ ଖସିଲା ଅତି ଅଦ୍ଭୁତରେ, ସେ ବୀର୍ଯ୍ୟ ପଡ଼ିଲା ଯାଇ କ୍ଷୀର ସମୁଦ୍ରରେ। କ୍ଷୀର ସମୁଦ୍ରରୁ ଏକ ପୁତ୍ର ଉପୁଜିଲା, ସୁନ୍ଦର ଦେଖି ତା ନାମକୁ ଚନ୍ଦ୍ର ନାମ ଦେଲା। ନିଶାପଣେ ତାକୁ ଶ୍ରୀବିଷ୍ଣୁ ରଖିଲେ, ନିଶାନାଥ ବୋଲି ନାମ ତାହାକୁ ହିଁ ଦେଲେ। ବିଷ୍ଣୁଙ୍କ ଦେହୁ ବାସୁକୀ ଜନମ ହୋଇଲା, ବାସୁକୀ ପୁଷ୍ପକଳାକୁ ବିବାହ ଯେ ଦେଲା। ତା ସହିତେ ବାସୁକୀ ଯେ କରନ୍ତେ ରମଣ, ଅଷ୍ଟକୂଳ ନାଗ ତହୁଁ ଉପୁଜିଲେ ପୁଣ। ଯେତେକ ବୀର୍ଯ୍ୟ ସୁନ୍ଦୁରୀ ଗର୍ଭରା ପଡ଼ିଲା, ଅଷ୍ଟକୂଳା ନାମ ଧରି ଗର୍ଭଜାତ ହେଲା। ଗର୍ଭଜାତ ହେଲା, ଥୋକା ଏକ ବୀର୍ଯ୍ୟ ଭୂମି ପରେ ପଡ଼ିଥିଲା। ସୂର୍ଯ୍ୟକାନ୍ତ ପରା ଏକ ଦିଶେ ସେହି ଭଳା, ସେ ବୀର୍ଯ୍ୟରୁ ପୁତ୍ରକେ ଯେ ଜନମ ଲଭିଲା। ସେ ପୁତ୍ରର ନାମ ଗୋଟି ଭୂମି ବୋଲି ହେଲା,
ତାହାର ତହୁଁ ଯେବଣ ପୁତ୍ର ଜନମିଲା, ଅମରରେ ନାମ ତାର ମଙ୍ଗଳ ହୋଇଲା। ମଙ୍ଗଳ ନାମ ତାହାକୁ ଦେଲେ ଚକ୍ରଧର, ସେଦିନୁ ମଙ୍ଗଳ ନାମ ହୋଇଲା ତାଙ୍କର। କୁମ୍ଭ ଅସୁର ଦେବଙ୍କୁ କୋଟାଳ କରିଲା, ଇନ୍ଦ୍ର ବଜ୍ର ଆଘାତରେ ଦୈତ୍ୟ ନାଶ ଗଲା। ମଙ୍ଗଳ ନାମଟି ଯେଣୁ ବିଦିତ ହୋଇଲା, ମଙ୍ଗଳକୁ ମହାଗ୍ରହ ବିଧାତା ହୋଇଲା। ବୃହସ୍ପତିଙ୍କ ଭାରିଜା ତାରା ମହାସତୀ, ଚନ୍ଦ୍ରଙ୍କର ସଙ୍ଗରେ ସେ କଲା କପିରତି। ତହୁଁ ଉପୁଜିଲା ବୁଧ ନାମରେ ସନ୍ତତି, ବୁଧ ଗ୍ରହ ନାମ ତାକୁ ଦଲେ ବିଶ୍ୱପତି। ସାବିତ୍ରୀ କନ୍ୟା ବୋଲିନ ବ୍ରହ୍ମାଙ୍କ ଘରଣୀ, ତାଙ୍କଠାରୁ ଉପଜିଲା ବୃହସ୍ପତି ପୁଣି। ଭୃଗୁ ଋଷି ବ୍ରହ୍ମାଙ୍କର ଅଟନ୍ତି ନନ୍ଦନ, ଯୋଗେ ବ୍ରହ୍ମପଦ ନେବା ପାଇଁ କଲେ ମନ। ବ୍ରହ୍ମା ପଦ ଘେନିବାରୁ ବହୁ ତପ କଲା, ତପ ଭାଙ୍ଗିବାକୁ ବ୍ରହ୍ମା ରମ୍ଭାଙ୍କୁ ପେଶିଲା। ଅପୂର୍ବ ସୁନ୍ଦରୀ ସେହୁ ନୟନ ରଞ୍ଜନୀ, ତାକୁ ଦେଖି ଯୋଗ ତ୍ୟାଗ କଲେ ଭୃଗୁ ମୁନି। ରମ୍ଭା କୂଳେ ହରଣ ବୀର୍ଯ୍ୟ ତ୍ୟାଗ କଲେ, ସେ ବୀର୍ଯ୍ୟରୁ ଏକ ପୁତ୍ର ଜନ୍ମ ଲଭିଲେ। ତାହାର ନାମ ଗୋଟିକ ଶୁକ୍ର ବୋଲି ଦେଲା, ସର୍ବଗ୍ରହ ସଙ୍ଗତେ ସେ ପୁତ୍ର ହିଁ ରହିଲା। ଆଦିତ୍ୟର ମଣେ ଛାୟା କନ୍ୟା ଗର୍ଭବାସ, ବେନିପୁତ୍ର ତାଙ୍କ ଠାରୁ ହୋଇଲେ ପ୍ରବେଶ। ଯମ ଶନିଶ୍ଚର ବୋଲି ତାଙ୍କ ନାମ ଦେଲା, ନାଶକର ଭୁବନରେ ତାଙ୍କୁ ଠାବ ଦେଲା। ଦକ୍ଷ ଦୈତ୍ୟ ଯାଇଣ ସେ ସିଂହିକାର ମିଲା, ତାହାଠାରୁ ରାହୁ ଦୈତ୍ୟ ଜନମ ଲଭିଲା। ସେ ସମୟେ ରାହୁ ବସି ଅମୃତ ଭକ୍ଷିଲା, ସେହି କାଳେ ସୁଦର୍ଶନ ତାହାକୁ ଛେଦିଲା। ତେଣୁ କରି ମୃତ୍ୟୁ ତାର ପାଖକୁ ନଇଲା, ନବଗ୍ରହ ସଙ୍ଗତରେ ସେ ସ୍ଥାନ ପାଇଲା। ଗଣ୍ଡି ରାହୁ ମୁଣ୍ଡ କେତୁ ତାର ନାମ ଦେଲା, ଏହିପରି ନବଗ୍ରହ ଉତ୍ପତ୍ତି ହୋଇଲା। ପୁଛନ୍ତି ପରୀକ୍ଷ 27 ନକ୍ଷତ୍ର, ଏମାନେ କେମନ୍ତ ହେଲେ କହ ବ୍ୟାସ ସୁତ। ଶୁକ୍ର ବୋଇଲେ ଚନ୍ଦ୍ରର ଭାରିଜା ରୋହିଣୀ, ଚନ୍ଦ୍ରର ମରଣେ ଜନ୍ମ ଲଭେ ଶିଶୁ ପୁଣି। ଇନ୍ଦ୍ର ପଦ ଘେନିବାରୁ ସେ ପୁତ୍ର ଧାଇଁଲା, ଇନ୍ଦ୍ରର ବଜ୍ରାଘାତରେ ତା ଶିର ଛିଡ଼ିଲା। 12 ଶିରରେ ରହିଲେ ସେହି ଶରମାନ, 27 ନକ୍ଷତ୍ରଟି ଏହି ପରମାଣ। ଗଣ୍ଡି ଯାହା ଥିଲା ତାହା 12 ଭାଗ କଲା, ଏକାଦଶ କରଣ ଯେ ଏଥୁ ଜାତ ହେଲା। ଏ ବିଧିରେ ଜାତ ହେଲା ପୁଣି ଯୋଗମାନ, ଏହିପରି ବିଚାରିଲେ ନବଗ୍ରହ ସ୍ଥାନ। ହରିବଂଶ ଚରିତ ସୁଥାମୟ ରସ, ଶ୍ରୀହରି ଚରଣେ ନମେ ନାରାୟଣ ଦାସ। ହରି ବୋଲ।